ହେଉଛି ପ୍ରମିତ କୁମାର କାନୁନଗୋ, ବୟସ ହେଉଛି 39, ଘର ଭୋଗେଶ୍ୱରପୁର, କେନ୍ଦ୍ରାପଡ଼ା ଜିଲ୍ଲା। ଗତ ଶନିବାର ଦିନ ରାତ୍ର ପ୍ରାୟ 11:30 ମୁଁ ଆମ କାର୍ଯ୍ୟରତ ସ୍ଥାନରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କଟକ ଜିଲ୍ଲାରେ ଉପସ୍ଥିତ ଥିଲି ଏବଂ ଗୋଟେ ଜରୁରୀକାଳୀନ ପରିସ୍ଥିତିରେ କିଛି ସାମଗ୍ରୀ ପାଇଁ ମୁଁ ମୋ ପରୀକ୍ଷାଗାର ଭିତରକୁ ଯାଇଥିଲି ଏବଂ ଅନ୍ଧକାର ବଶତଃ ନ ଜାଣିବା ପାରେ ତରତର ଭାବରେ ଯିବାରୁ ମୋ ସିଡ଼ିରୁ ମୋ ପାଦ ଖସି ଯାଇଥିଲା ଏବଂ ତଳେ ପଡ଼ି ମୋର ଅଣ୍ଟା ପାଖ ମାଡ଼ ହୋଇଯାଇଥିଲା। ତେଣୁ ମୁଁ ସେଠାରେ କିଛି କଷ୍ଟ ଅନୁଭବ କଲି ଏବଂ ପାଟି କରିଥିଲି। ପାଖରେ ଥିବା ମୋ ସହକର୍ମୀମାନେ ଦୌଡ଼ିକି ଆସି ସେଠାରୁ ମୋତେ ଉଠେଇକି ନେଇଥିଲେ। ସେଇ ମେଡ଼ିକାଲ ଭିତରେ ମୁଁ ରୁହେ ସେଇ ଜାଗାରେ ଏବଂ ସେଠାରେ ରଖିଥିଲେ, କିଛି ପାଣି ଦେଇଥିଲେ ପିଇବାକୁ। ପାଣି ପିଇଲା ପରେ ତାପରେ ସେମାନେ ଦେଖିଥିଲେ ଅଣ୍ଟା ପାଖ ମାଡ଼ ହୋଇଯାଇଛି କିଛି, ତ ଟିକିଏ ଦରଜ ଅନୁଭୂତ ହୋଇଥିଲା, କଷ୍ଟ ଲାଗିଥିଲା ଏବଂ ମୋତେ କିଛି ବଟିକା ଦେଇକି ତାପରେ ଶୋଇବା ପାଇଁ କହିଥିଲେ ଏବଂ ରାତିରେ ମୁଁ ଶୋଇ ସାରିଲା ପରେ ତାପରଦିନ ରବିବାର ଦିନ ସକାଳୁ ଆଉ ଉଠି ପାରିଲି ନାହିଁ ଏବଂ ବହୁତ ଦରଜ ଅନୁଭୂତ ହେଲା। ଭାବିନଥିଲି ଯେ ମୋ ହାଡ଼ ଫ୍ରାକ୍ଚର ହେଇଯାଇଛି ବୋଲି, ହିପ୍ ଜଏଣ୍ଟଟି ଫ୍ରାକ୍ଚର ହେଇଯାଇଛି। ଘରକୁ ଆସିଲା ପରେ ଆମ ଘର ପାଖରେ ଜଣେ ଅର୍ଥୋପେଡ଼ିକ୍ସର ଗୋଟେ ନର୍ସିଂ ହୋମ୍ ଅଛି, ବହୁତ ଖ୍ୟାତନାମ ନର୍ସିଂ ହୋମ୍। ତେଣୁ ସେଠାରେ ଆମେ ସେଠି ଦେଖେଇଥିଲୁ, ଏକ୍ସରେ କରିଥିଲୁ। ଏକ୍ସରେ କଲା ପରେ ସେଠୁ ବୋନ୍ ଫ୍ରାକ୍ଚର ହେଇଛି ବୋଲି ସେଠାକାର ରିପୋର୍ଟ ଆସିଥିଲା ଏବଂ ସେଠି ଗୋଟେ ରାତ୍ର ବି ମୁଁ ରହିଥିଲି। ତ ଦେଖିଲା ପରେ ତାଙ୍କ ପରାମର୍ଶ କ୍ରମେ ଯାହା ଡାକ୍ତରଙ୍କ ଅନୁସାରେ ଯେ ହାଡ଼ରେ କିଛି ନଟ୍ ବୋଲ୍ଟ ଲାଗିବ ହାଡ଼ଟାକୁ ଜଏଣ୍ଟ କରିବା ପାଇଁ, ନହେଲେ ତାକୁ ଟୋଟାଲି ରିପ୍ଲେସମେଣ୍ଟ କରାଯିବ, ଯାହା ତାଙ୍କ ମତ ଅନୁସାରେ ରିପୋର୍ଟକୁ ଦେଖିକିରି। ମୋ ଭଉଣୀ ସିଏ ହାଇଟେକ୍ ମେଡ଼ିକାଲ କଲେଜରେ କାର୍ଯ୍ୟରତ ଅଛନ୍ତି ଟ୍ୟୁଟର ଭାବେ ଭୁବନେଶ୍ୱରରେ। ତ ତାଙ୍କ ସଜେଷ୍ଟ କ୍ରମେ ମୁଁ ଏଠି କେୟାର ହସ୍ପିଟାଲ ଭୁବନେଶ୍ୱର ଆସିଥିଲି। ତା ପରଦିନ ଯେହେତୁ ମୋତେ ସେଠି ଠିକ୍ ଲାଗିଲା ନାହିଁ, ଏଠି ଆସିଲା ପରେ ଡକ୍ଟର ସନ୍ଦୀପ କୁମାର ସିଂଙ୍କୁ ଦେଖେଇଥିଲି ସେ ଏକ୍ସରେ ଫଟୋ। ସେ ବି ସିଟି ସ୍କାନ୍ ପାଇଁ ସଜେଷ୍ଟ କରିଥିଲେ। ସିଟି ସ୍କାନ୍ କରିକି ତାପରେ ସାର୍ ବି ସେଇ କଥା କହିଥିଲେ, ବୋଲ୍ଟ ଲାଗିବ କିମ୍ବା ରିପ୍ଲେସମେଣ୍ଟ ହେବ। ତ ବୋଲ୍ଟ ଲାଗିଲେ ଆମ 2 ବର୍ଷ 3 ବର୍ଷ ଯାଇପାରେ କି କ'ଣ ହେଇପାରେ, ସେମିତି କିଛି କହିହେବନି। ଭବିଷ୍ୟତରେ ବାହାରି ବି ପାରେ ଆଉ ଥରେ, କି ପଡ଼ିଗଲେ ଆଉ କ'ଣ ହେଇପାରେ। ତ ଯେହେତୁ ଏତେ ବୟସ ବି ହେଇନଥିଲା, ସାର୍ଙ୍କ ସଜେଷ୍ଟ କ୍ରମେ ସେ କହିଲେ ରିପ୍ଲେସମେଣ୍ଟ କରିଦେଲେ ଭଲ ହୁଅନ୍ତା। ମୁଁ ବି ସେୟା ଏକମତ ଥିଲି ସେଥିରେ। ଆଉ ମୁଁ ସେଦିନ ସନ୍ଧ୍ୟାବେଳେ ସିଟି ସ୍କାନ୍ କରିସାରିଲା ପରେ ଆସିଲି। ମୋର ଯେଉଁ କେବିନ୍ ଅଛି ସେ କେବିନ୍ରେ ମୁଁ ରହିଲି। ଆବଶ୍ୟକ ପରୀକ୍ଷା ସବୁ କରାଗଲା। ତା ପରଦିନ ମୋତେ ଓଟିକୁ 10ଟା ବେଳକୁ ନିଆଯାଇଥିଲା। ସେଠି ଆନାସ୍ଥେସିଆ ଦିଆଗଲା, ମଧିରା ଇଞ୍ଜେକ୍ସନ୍। ତାପରେ ସେମାନେ ଯାହା ସର୍ଜରୀ କରିବା କଥା କଲେ, ବହୁତ ଭଲ ଭାବେ କରିଥିଲେ। ସେଠାରୁ ସର୍ଜରୀ ପ୍ରାୟ 2ଟା ପରେ ସରିଲା ପରେ ମୋତେ ICUକୁ ଅଣାଗଲା। ICUରେ ଗୋଟେ ଦିନ ରଖାଗଲା ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ। ସେଠି ବି ଠିକ୍ଠାକ୍ ଥିଲା ଏବଂ ତାପରେ ମୋତେ କେବିନ୍କୁ ପଠାଗଲା। ଆଉ ଏଠାକାର ଯେଉଁ ବ୍ୟବସ୍ଥା ଅଛି, ଖାଦ୍ୟ ହେଉ କିମ୍ବା ସଫା କିମ୍ବା ଗୋଟେ ଖାଦ୍ୟ ଯେମିତି ଗୋଟେ ରୋଗୀ ପାଇଁ କେତେବେଳେ କ'ଣ ଖାଇବା କଥା, ସବୁ ପ୍ରତି ଠିକ୍ଠାକ୍ ସେମାନେ ନିଜେ ଆସି ବୁଝୁଛନ୍ତି। ଆଉ ସାର୍ମାନେ ସବୁ ରାଉଣ୍ଡରେ ଆସୁଛନ୍ତି, ଦିଦିମାନେ ଠିକ୍ ଟାଇମ୍ରେ ଇଞ୍ଜେକ୍ସନ୍, ଠିକ୍ ଟାଇମ୍ରେ କେତେବେଳେ କଷ୍ଟ ହେଲା କ'ଣ ହେଲା, ସବୁ ଜିନିଷ ସେମାନେ ଯେତେବେଳେ ଦରକାର ବି ଆଣିକି ଆଭେଲେବିଲିଟି କରାଉଛନ୍ତି। ଏବଂ ସନ୍ଦୀପ ସାର୍ ବି ପ୍ରତିଦିନ ଆସିକି ସ୍ୱାସ୍ଥ୍ୟ ଅବସ୍ଥା ଦେଖିକି ଯାଆନ୍ତି, କେମିତି ଲାଗୁଛି କେମିତି ନାହିଁ। ତ ମୁଁ ପ୍ରାୟ ICU ପରଦିନ ମୋତେ ଚାଲିବାନୁ ଠିଆ ହେବା ପାଇଁ କୁହାଯାଇଥିଲା ଏବଂ ସାହାଯ୍ୟ କରାଯାଇଥିଲା। ମୁଁ ବି ଧୀରେ ଧୀରେ ଠିଆ ହେଇଥିଲି। ତା ପରଦିନଠୁ ଆଜି ପର୍ଯ୍ୟନ୍ତ ଆଜି ମୁଁ ଟିକେ ବିନା ସାହାରାରେ ଅଳ୍ପ ବାଟ ଚାଲିଲି ଏବଂ ଆଉ 15 ଦିନ ପରେ
ଯେଉଁ ଷ୍ଟିଚ୍ ପଡ଼ିଛି ସେ ଷ୍ଟିଚ୍ଟି ଖୋଲାଯିବ, ତାପରେ କ'ଣ ଆଗକୁ କରାଯିବ ସାର୍ ଷ୍ଟିଚ୍ ଖୋଲିଲା ପରେ ସେ ପଦକ୍ଷେପ ନେବେ। ସର୍ଜରୀର ପରେ ମୁଁ ଚେଷ୍ଟା ବି କରିଥିଲି ଏବଂ 2-3 ଦିନ ଭିତରେ ମୁଁ ପ୍ରଥମତଃ ଆଶାବାଡ଼ି ଧରି ଚାଲିଥିଲି, ବର୍ତ୍ତମାନ ବି କାନ୍ଥ ଧରିକି ବାହାରକୁ ଶୌଚ ହେବା ପାଇଁ ବାଥରୁମ୍ ଯାଇପାରୁଛି, ବସିପାରୁଛି ନିଜେ, ସାହାଯ୍ୟ ମାନେ କାନ୍ଥ ଧରିକି ଏତେ କମ୍ ଦିନ ଭିତରେ ଯଦି ଏତିକି ବାଟ ମୁଁ କରିପାରୁଛି, ଏତିକି ଭରସା ଅଛି। ସାର୍ଙ୍କର ବି ବହୁତ ଏଥିରେ ମାନେ ବହୁତ କନଫିଡେନ୍ସ ସେମାନେ ମୋତେ ଦେଇଛନ୍ତି ଯେ ଆପଣ କରିପାରିବେ। ତ ଏତିକି ଯଦି କରିପାରୁଛି ତ ନିଶ୍ଚୟ ମୁଁ ଆଗକୁ ଠିକ୍ ଭାବେ ଚାଲିପାରିବି, ଆଉ ବହୁତ ଭଲ ଟ୍ରିଟମେଣ୍ଟ ଏଠୁ ମୁଁ ପାଇଛି। ଆଉ ସାର୍ ବି ତାଙ୍କ କଣ୍ଟାକ୍ଟ ନମ୍ବର ଦେଇଛନ୍ତି, ଆଉ ଯେତେବେଳେ ଯାହା ଅସୁବିଧା ସେ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚାହିଁଛନ୍ତି, କହିଛନ୍ତି କରିପାରିବେ।